ଦେଖନ୍ତୁ ରାଜ୍ୟରେ ଏକା ସଙ୍ଗେ 3 କୋଟି ଲୋକଙ୍କୁ ମିଳିବ ସ୍ୱାସ୍ଥ୍ୟ କାର୍ଡ। ବଡ଼ ଘୋଷଣା କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ। ଯଦି ଆପଣଙ୍କ ପାଖରେ ପୂର୍ବରୁ ବିଏସ୍କେୱାଇ କାର୍ଡ ରହିଛି ତେବେ ଆପଣମାନେ ବି ଆୟୁଷ୍ମାନ କାର୍ଡ ପାଇବା ପାଇଁ ଚାହୁଁଛନ୍ତି ତେବେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଏବେ ଆସିଗଲା ଆଉ ଏକ ବଡ଼ ଅପଡେଟ୍ ଯାହା ବିଷୟରେ ଆମେ ଜାଣିବା। ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ତା ପୂର୍ବରୁ ଭିଡ଼ିଓ ଗୋଟେ ଲାଇକ୍ କରିଦିଅନ୍ତୁ। ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ସ୍ୱାସ୍ଥ୍ୟ କାର୍ଡକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବଡ଼ ଘୋଷଣା। ରାଜ୍ୟରେ ଏକା ସଙ୍ଗେ 3 କୋଟି ଲୋକଙ୍କୁ ମିଳିବ ସ୍ୱାସ୍ଥ୍ୟ କାର୍ଡ। ଇନ୍ସୁରାନ୍ସ ନୁହେଁ, ଆସୁରାନ୍ସ ମୋଡରେ ଚିକିତ୍ସା କରାଯିବ। ତେବେ ଉଭୟ ଆୟୁଷ୍ମାନ ଓ ଗୋପବନ୍ଧୁ କାର୍ଡରେ ଚିକିତ୍ସା ସୁବିଧା ପ୍ରଦାନ କରାଯିବ। ସାରା ଦେଶରେ 27,000 ହସ୍ପିଟାଲରେ ମିଳିବ ଚିକିତ୍ସା। ତେବେ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ଏବେ ମାସକୁ 320 କୋଟି ଟଙ୍କା ଖର୍ଚ୍ଚ ହେଉଥିବା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିକ। ତେବେ ରାଜ୍ୟରେ 3 କୋଟି ଲୋକଙ୍କୁ ସରକାର ସ୍ୱାସ୍ଥ୍ୟ କାର୍ଡ ଦେବେ। ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଖର୍ଚ୍ଚ ଆରମ୍ଭ ହୋଇସାରିଛି। ତେବେ ଆଗକୁ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯିବ। ପୂର୍ବରୁ ଏହି ସ୍ୱାସ୍ଥ୍ୟ କାର୍ଡରେ ମାତ୍ର 556 ହସ୍ପିଟାଲରେ ଚିକିତ୍ସା ହେଉଥିଲା। ମାତ୍ର ଏବେ ସମଗ୍ର ଦେଶରେ 27,000 ହସ୍ପିଟାଲରେ ଚିକିତ୍ସା ପାଇପାରିବେ। ତେବେ ଆଗାମୀ 5 ବର୍ଷରେ ଆହୁରି 2400 ହସ୍ପିଟାଲ ମେଡିକାଲ ସିଟ୍ ବୃଦ୍ଧି କରାଯିବ। ଏହାଛଡ଼ା ସମ୍ବଲପୁରରେ ଏମ୍ସ ହସ୍ପିଟାଲ ପ୍ରତିଷ୍ଠା ପାଇଁ ମଧ୍ୟ ଯୋଜନା ଚାଲିଛି। ସେହିପରି କିଡନୀ ରୋଗୀଙ୍କ ପାଇଁ ଡାୟାଲିସିସ୍ ବ୍ୟବସ୍ଥା କରାଯିବ। ମେଡିକାଲ ଯନ୍ତ୍ରାଂଶଠୁ ଆରମ୍ଭ କରି ସବୁ ଜିନିଷ ଏବେ ବାହାରୁ ଆମଦାନୀ ହେଉଛି। ତେବେ ଆଗକୁ ବାହାରୁ ଆମଦାନୀ ନ କରି ଏମ୍ଏସ୍ଏମ୍ଇ ବିଭାଗ ସହଯୋଗରେ ରାଜ୍ୟରେ ମେଡିକାଲ ଯନ୍ତ୍ରାଂଶ ତିଆରି କରାଯିବ ବୋଲି ମଧ୍ୟ କୁହାଯାଇଛି। ତେବେ ଖୁବ୍ ଶୀଘ୍ର ଅର୍ଥାତ୍ ନୂଆ ବର୍ଷ ଅର୍ଥାତ୍ ଜାନୁଆରୀ ମାସଠାରୁ ମଧ୍ୟ ଆୟୁଷ୍ମାନ କାର୍ଡ ଏମିତିକି ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ ଗୋଟିଏ କାର୍ଡ ମଧ୍ୟ ବଣ୍ଟନ ହେବ। ତେବେ ଯଦି ଆପଣମାନଙ୍କର ବିଏସ୍କେୱାଇ କାର୍ଡ ଥିବ, ଏମିତିକି ରାସନ କାର୍ଡ ଥିବ, ତେବେ ଆପଣ ମଧ୍ୟ ଏହା ପାଇବା ପାଇଁ ଯୋଗ୍ୟ ହେବେ, ଯାହାକି ମଧ୍ୟ ଆପଣ ବି ଏହି କାର୍ଡର ଲାଭ ମଧ୍ୟ ଉଠାଇ ପାରିବେ। ଅଧିକ ଜାଣିବା ପାଇଁ ୱେବସାଇଟ୍ର ଲିଙ୍କ୍ ଆମେ ଡେସ୍କ୍ରିପ୍ସନରେ ଦେଇଦେବୁ, ଆପଣମାନେ ଯାଇ ମଧ୍ୟ ଚେକ୍ କରିଦେଇ ପାରିବେ।